ଗୁରୁଜନ ବାକ୍ୟ ଲଙ୍ଘନ କଲେ ଅମଙ୍ଗଳ। ଆପଣମାନଙ୍କୁ ମୁଁ କିଛି ହିତ ଆଣି କହୁଛି, କାମରେ ନିଶ୍ଚିନ୍ତ ଆସିବ। ପୁରା ଭିଡ଼ିଓକୁ ଶୁଣନ୍ତୁ। ଗୁରୁଜନ ବାକ୍ୟ କେବେ ଉଲ୍ଲଂଘନ କରିବେ ନାହିଁ। ପିତୃ ଆଜ୍ଞା ଜାଣନ୍ତୁ, ପାଳନ ନ କଲେ ଦୁଃଖ ହିଁ ଦୁଃଖ। ପିତୃ ଆଜ୍ଞା। ପୁତ୍ର ସ୍ୱକାର୍ଯ୍ୟ କଲେ ପୁତ୍ର, କୁକାର୍ଯ୍ୟ କଲେ ପୁତ୍ର, ତାକୁ କେହି କହନ୍ତି ମୂତ୍ର। ତେଣୁ କାରଣ ପୁତ୍ର ଓ ମୂତ୍ର ଏକ ପଥର ନିର୍ଗତ ହୁଅନ୍ତି। ଝିଅ ସୁ ହେଲେ ଝିଅ ପରି ଆଦର ହୁଏ, କୁ ହେଲେ ଗୁହ ପରି କହିହବନି, ସେହିପରି ମାନାଯାଏ। ବିନୟ, ନମ୍ରତା, ସୌଜନ୍ୟ ଏସବୁ କ'ଣ? ସତ୍ୟ କଥନ। ଏସବୁ ଲୋକକୁ ଉନ୍ନତି ପଥକୁ ବଳପୂର୍ବକ ନେଇଯାଇଥାଏ। ଏହା ହିଁ ଦମ୍ଭ ବଢ଼ିବାର। ନମ୍ରତା, ସୌଜନ୍ୟତା, ସତ୍ୟକଥନ। ଆଚ୍ଛା ଦେଖିବା, ପିତୃ ଶ୍ରାଦ୍ଧ ଦିବସରେ ସନ୍ଧ୍ୟାରେ ଗାଈ ଦୁହିବ। ସେ ଆପଣଙ୍କୁ ବଡ଼ ମନେ କରେ, ସେ ନଗଣ୍ୟ ମଧ୍ୟରେ ଯାଏ। ଯେ ଏଇ କାମଟା କରେ, ଯେ ପର ଦୁଃଖରେ ଦୁଃଖୀ ହୁଏ, ସେ ପ୍ରକୃତରେ କ'ଣ? ସୁଖୀ। ସ୍ତ୍ରୀ, ଖେଳ, ମଦ୍ୟ, ବହୁଜନ ଏକତ୍ରିତ ସ୍ଥାନ ନିକଟରେ କାଳ ହୁଏ। ବୁଝିହେଲା? ସ୍ତ୍ରୀ, ଖେଳ, ମଦ୍ୟ, ବହୁଜନ ଏକତ୍ରିତ ସ୍ଥାନ ନିକଟରେ ଏସବୁ କାଳ ହୁଏ। କାଳ ଆସିପାରେ, ଖରାପ ହୋଇପାରେ। କୌଣସି ବିଷୟରେ ଆଗୁଆ କହିବ ନାହିଁ, ଭାବିବ ନାହିଁ, ଚିନ୍ତିବ ନାହିଁ। କହିଲେ ଫଳ ହବ ନାହିଁ। ଆଗ କୁହା, ଆଗ ଚଲା, ଆଗ ଖିଆ କେବେ ବି ହବନି। କ୍ଷୁଧା ସମୟରେ ଅନ୍ନଦାନ କରିବା ମହାପୁଣ୍ୟ। ଅଭାବ ଥିଲେ ବରଂ ଉପବାସ ରହିବେ, କିନ୍ତୁ ଋଣ କରିବେ ନାହିଁ। ଏହା ଏକଦମ ଆପଣଙ୍କୁ ଜାଣିବା ଦରକାର। ଏହା ପୂର୍ବ ପିତୃପୁରୁଷଙ୍କ ବାକ୍ୟ। ଏହା ସମସ୍ତ ବରଂ ଉପବାସ ରହିଯିବା, ଋଣ କରିବା ନାହିଁ। ଦୁଃଖ ସମୟରେ ଚିନ୍ତିତ ନ ହୋଇ ଆନନ୍ଦିତ ହେବ, କାରଣ ଦୁଃଖ ପରେ ସୁଖ ନିଶ୍ଚିନ୍ତ ଆସିବ। ଅସମ୍ଭବ କଥାକୁ ବିଶ୍ୱାସ କଲେ ଦୁଃଖ ପାଇବାକୁ ହୁଏ। ଯେଟା ସମ୍ଭବ ନୁହେଁ, ଯେଟା ତୁମର ଭାଗ୍ୟରେ ନାହିଁ, ଯେଟା ହବାର ନାହିଁ, ତାକୁ ଭାବିଲେ ଦୁଃଖ ଛଡ଼ା ଆଉ କିଛି ମିଳିବ। ହବାର ତ ନାହିଁ। ଭାଇ ଭାଇର ମନାନ୍ତର ହେଲେ ପର ଜନ୍ମରେ ମଧ୍ୟ ମନାନ୍ତର ବୋଲି ଜାଣିବ। ଯାହାର ମନ ବଡ଼, ସେ ପ୍ରକୃତରେ ବଡ଼। ଯାହାର ହୃଦୟ ନୀଚ, ସେ ଧନୀ ଗୁଣବାନ ହୋଇ ସୁଦ୍ଧା ନୀଚ ଶ୍ରେଣୀର ଯାଆନ୍ତି। ମାତା, ପିତା, ଗୁରୁ ଏମାନଙ୍କୁ ସମ୍ମାନ କରିବା ଦରକାର। ଏମାନେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ତ୍ରିବେଦ ଏବଂ ସପ୍ତ ଦୁର୍ଗା ଶାକ୍ତା ସବୁ କିଛି। ଯାହାକୁ ଲୋକେ ଡରନ୍ତି, ତାହାର ବହୁତ ଶତ୍ରୁ ବୋଲି ଡରିବ। ଜୟ ଜଗନ୍ନାଥ। ଆଜି ଏହି ହିତୋପଦେଶରେ ମୁଁ ରବୀନ୍ଦ୍ର କୁଲାରୀ ଯାହା କହିଲି ଭଲ ଲାଗିଥିଲେ ନିଶ୍ଚୟ ସବସ୍କ୍ରାଇବ୍, ଲାଇକ୍ ଦେବେ, ସେୟାର କରିବେ। ଆମ ସନାତନ ସଂସ୍କୃତିକୁ ଆସନ୍ତୁ ଆଗେଇ ନେବା। ଜୟ ଜଗନ୍ନାଥ।